ନମସ୍କାର ବନ୍ଧୁଗଣ। ଏଇ ନିକଟରେ ସାଉଦି ଆରବ ପାକିସ୍ତାନକୁ ବହୁତ ବଡ଼ ଚେତାବନୀ ଦେଇଛି। ଚେତାବନୀଟି କ'ଣ? କି ପାକିସ୍ତାନ ସାଉଦି ଆରବକୁ ଜମାରୁ ଭିକାରୀ ପଠାଅ ନାହିଁ। ଆଚ୍ଛା, ଏଇ ଯେଉଁ ଭିକାରୀ ପାକିସ୍ତାନରୁ ସାଉଦି ଆରବ ଯାଉଛନ୍ତି, ସେଇଟା କେମିତି ଯାଉଛନ୍ତି? ସେ କ'ଣ ସେମିତି କହିକି ଯାଉଛନ୍ତି କି ଆମେ ଭିକାରୀ ପାକିସ୍ତାନରୁ ଆସିଲୁ ସାଉଦି ଆରବକୁ? ନା, ସେମାନେ ବହୁତ ପ୍ରକାର ଢାଞ୍ଚାରେ, ବହୁତ ପ୍ରକାର ଅଭିନବ ଉପାୟରେ ପାକିସ୍ତାନରୁ ସାଉଦି ଆରବ ଯାଉଛନ୍ତି। ଏଇଟା ବହୁତ ପ୍ରକାର ନ୍ୟୁଜ୍ ଚ୍ୟାନେଲ୍ ଏବଂ ବହୁତ ପ୍ରକାର ଅନ୍ୟ ସୋର୍ସରୁ ଜଣାପଡ଼ିଛି କି ନିୟରଲି 90% ଭିକାରୀ ଯେଉଁମାନେ କି ଫରେନ୍ କଣ୍ଟ୍ରି ଆରେଷ୍ଟ ହେଇଛନ୍ତି, ସେମାନେ 90% ଭିକାରୀ ହେଉଛନ୍ତି ପାକିସ୍ତାନରୁ। ଆଉ ଏଇଟା ମଧ୍ୟ ଜଣାପଡ଼ିଛି କି ପାକିସ୍ତାନ ଭିକାରୀମାନେ ବିଭିନ୍ନ ଉପାୟରେ ସାଉଦି ଆରବକୁ ଯାଉଛନ୍ତି, ଯଥା କି ମକ୍କା ମଦିନା ଯାତ୍ରା କରିବା ଆଳରେ ସେମାନେ ପିଲଗ୍ରିମ୍ କିମ୍ବା ତୀର୍ଥଯାତ୍ରୀ ଭିଜା ନେଇକି ସେମାନେ ପାକିସ୍ତାନରୁ ସାଉଦି ଆରବକୁ ପ୍ରବେଶ କରୁଛନ୍ତି। ତ ସାଉଦି ଆରବ ଏବେ ଚେତାବନୀ ଦେଇଛି କି ଏଇଭଳି କାର୍ଯ୍ୟକୁ ସେ ବରଦାସ୍ତ କରିବ ନାହିଁ। ସାଉଦି ଆରବର ଯେଉଁ ମିଲିଟାରୀ ଅଛନ୍ତି, ସେନା, ସେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ତ ପାକିସ୍ତାନକୁ ବହୁତ ବଡ଼ ଧକ୍କା ଲାଗିଛି। ସାଉଦି ଆରବ, ଯିଏକି ପାକିସ୍ତାନର ଜଣେ ଘନିଷ୍ଠ ସହଯୋଗୀ, ସିଏ ଚେତାବନୀ ଦେଇଛି କି ଭିକାରୀମାନଙ୍କୁ ଜମାରୁ ସାଉଦି ଆରବକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ତ ଆପଣମାନଙ୍କର କମେଣ୍ଟ କ'ଣ ବନ୍ଧୁଗଣ? ଆପଣମାନେ ନିହାତି ଲେଖି ଜଣାନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ସେୟାର କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।